ମୁଁ ଡକ୍ଟର ସନ୍ତୋଷ ଜେନା। ଆଜି ଯେଉଁ କାର୍ଯ୍ୟକ୍ରମଟି ହେଉଛି ଡକ୍ଟର ସନ୍ତୋଷ ଜେନା ପ୍ରତିଭା ଅନ୍ୱେଷଣ ପ୍ରତିଷ୍ଠାନ ଓ ପାଣ୍ଡବ ଜେନା ଫାଉଣ୍ଡେସନ ଆନୁକୂଲ୍ୟରେ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କରାଯାଉଛି। ଆମେ ଆମ ଅଞ୍ଚଳରେ ଜଟଣୀ ବ୍ଲକ, ଜଟଣୀ ମ୍ୟୁନିସିପାଲିଟି, ଭୁବନେଶ୍ୱର ବ୍ଲକ ଓ ଖୋର୍ଦ୍ଧା ବ୍ଲକ, ଚାରୋଟି ବ୍ଲକ ଅଞ୍ଚଳରେ 51ଟି ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ମାଧ୍ୟମରେ ଯେଉଁ ହାଇସ୍କୁଲ ଗୁଡ଼ିକ ଅଛି, ଓଡ଼ିଆ ମିଡ଼ିୟମ୍ ହାଇସ୍କୁଲ, ତାଙ୍କୁ ଆମେ ପ୍ରତିବର୍ଷ ସେ ସ୍କୁଲରେ, ପ୍ରତ୍ୟେକ ସ୍କୁଲରେ ଏ ସାଧାରଣ ଜ୍ଞାନ ପ୍ରତିଯୋଗିତା ଏବଂ ସ୍ପିଚ୍ କଣ୍ଟେଷ୍ଟ, ବକ୍ତୃତା ପ୍ରତିଯୋଗିତା କରାଯାଇ ସେଥିରୁ 10,412 ଜଣ ପିଲାଙ୍କୁ ଆମେ ଏ କଣ୍ଟେଷ୍ଟରେ ଭାଗ ନେଇଥିଲେ ଏବଂ ତାଦ୍ୱାରା ଆମେ 324 ଜଣ ପିଲା ମେଧାବୀ ପିଲାଙ୍କୁ ପାଇଛୁ। ସେ ମେଧାବୀ ପିଲାଙ୍କୁ ଆଜି ମେଗା କଣ୍ଟେଷ୍ଟ ଏ ଯେଉଁ ପ୍ରାଇଜ୍ ଅଛି, ପ୍ରାଇଜ୍ ଆମେ ରଖିଛୁ 5,000 ଫାର୍ଷ୍ଟ ପ୍ରାଇଜ୍, 3,000 ଟଙ୍କା ସେକେଣ୍ଡ ପ୍ରାଇଜ୍, ଥାର୍ଡ଼ ପ୍ରାଇଜ୍ 2,000, 1,000 ଟଙ୍କା 20ରୁ 25 ଜଣ ପିଲାଙ୍କୁ 1,000 କନସେସନ୍ ପ୍ରାଇଜ୍ ତା ପାଇଁ ନିଷ୍ପତ୍ତି କରିକି ଏ ପ୍ରୋଗ୍ରାମଟା ଆରମ୍ଭ କରିଛୁ ଏବଂ ପ୍ରୋଗ୍ରାମ ମଧ୍ୟ ଚାଲିଛି। ଏହି ପ୍ରୋଗ୍ରାମରେ ପ୍ରତିବର୍ଷ ଭଳି ପିଲାଙ୍କ ମନରେ ଗୋଟେ ଆଗ୍ରହ ସୃଷ୍ଟି କରିବା, ଜୋଶ ଆଣିବା ଏବଂ ତାଙ୍କୁ ଭବିଷ୍ୟତ ଜୀବନ କିଭଳି ଭାବରେ ସୁଖ ସୁରୁଖୁରୁରେ ଚାଲିବ ଏବଂ ସେମାନେ କେମିତି ସବୁ କ୍ଷେତ୍ରରେ ପାରଙ୍ଗମ ହେବେ ସେ ବ୍ୟବସ୍ଥାକୁ ଆଖିରେ ରଖି ଆମେ ଏ ବ୍ୟବସ୍ଥା ମଧ୍ୟ କରିଚାଲିଛୁ। ଆଜି ଏହି ପ୍ରୋଗ୍ରାମଟି ଆମର ମାନନୀୟ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମହୋଦୟ ଏଠି ଉପସ୍ଥିତ ଅଛନ୍ତି ଏବଂ ଯେ କାର୍ଯ୍ୟକ୍ରମଟି ପ୍ରଥମେ ଆରମ୍ଭ କରିଥିଲେ ଏବଂ ସେ ହେଉଛନ୍ତି ଆମର ପୂଜ୍ୟ ଗୁରୁଜୀ ଶ୍ରୀଯୁକ୍ତ ତ୍ରିଲୋଚନ ମହାପାତ୍ର, ତାଙ୍କ କରକମଳରେ ମଧ୍ୟ ଏଇଟା ପ୍ରଥମେ ଆରମ୍ଭ ହୋଇଥିଲା। ଆଜି ସମସ୍ତେ ଅଛନ୍ତି ଏବଂ ବରିଷ୍ଠ ନାଗରିକ ମଞ୍ଚ ଅବନୀ ରାଉତରାୟ ମହୋଦୟ ଏବଂ ଅନ୍ୟମାନେ ବରିଷ୍ଠ ନାଗରିକମାନେ ସମସ୍ତେ ମଧ୍ୟ ଉପସ୍ଥିତ ଅଛନ୍ତି, ସହଯୋଗ ମଧ୍ୟ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆମେ ପ୍ରସ୍ତୁତ କରିଛୁ ପ୍ରତିବର୍ଷ। କାରଣ ଗୋଟେ କାର୍ଯ୍ୟକ୍ରମ 51ଟି ହାଇସ୍କୁଲ କରିବାର ଯେବେ ଆରମ୍ଭ କଲୁ ଗୋଟେ ବର୍ଷ ଆମକୁ ସମୟ ଲାଗିଲା, କାରଣ ସ୍କୁଲର ଛୁଟି ଅଛି, ସ୍କୁଲର ପରୀକ୍ଷା ଅଛି, ଏସବୁ ବାଦ ଆମେ 2 ଦିନ କାଳ ଗୋଟେ ସ୍କୁଲରେ ଦେବାକୁ ପଡ଼ୁଛି। ତେଣୁ ଆମକୁ ଗୋଟେ ବର୍ଷ ସମୟ ଲାଗିଲା। ଆଉ ଜାନୁଆରୀ 25 ତାରିଖରେ ଏ କାର୍ଯ୍ୟକ୍ରମଟି ଆମେ ସମାପନ କରୁଛୁ। ପୁଣି ନେକ୍ସଟ ଇୟର ପାଇଁ ଏ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ। ଭାବୁଛି ନିଶ୍ଚିତ ଭାବରେ ମୁଁ ମଧ୍ୟ ଶିକାର ହୋଇଥିଲି। ସମାଜରେ ବହୁତ ଅସ୍ପୃଶ୍ୟ, ନିଷ୍ପେଷିତ, ନିଃସ୍ୱ ମେଧାବୀ ପିଲାମାନେ ରହିଯାଉଛନ୍ତି। ତାଙ୍କୁ ବଣମଲ୍ଲି ବଣରେ ଫୁଟି ମଳି ଯିବାକୁ ନ ଦେଇ ତାଙ୍କୁ ଏକ ପୂର୍ଣ୍ଣ ସ୍ରୋତରେ ଆଣିବା ପାଇଁ ମୁଁ ପ୍ରୟାସ କରିଛି ସାରା ଜୀବନ। ଯାହା କରିଛି ପ୍ରତିବର୍ଷ ପ୍ରାୟ 40ରୁ 50 ଲକ୍ଷ ଟଙ୍କା ଏଥିପାଇଁ ଖର୍ଚ୍ଚ ହେଉଛି। ମୋ ନିଜସ୍ୱ ପାଣ୍ଠି ଗୋଟେ ଟଙ୍କା ମଧ୍ୟ କାହାଠୁ ଆଣିନାହିଁ ଏବଂ ଯେତେ ମେଧାବୀ ପିଲା ଭାବୁଛନ୍ତି ଆଜି ପର୍ଯ୍ୟନ୍ତ ଦୀର୍ଘ 19 ବର୍ଷ ଧରି କଣ୍ଟିନ୍ୟୁଇଂ କରିଛି। ଏଠି 41 ବର୍ଷ ଧରି କାର୍ଯ୍ୟ କରିଛି, କିନ୍ତୁ ଏଠି 19 ବର୍ଷ ଧରି ଜଟଣୀ ନିର୍ବାଚନ ମଣ୍ଡଳୀ ଭିତରେ କାମ କରୁଛି। ସେଥିରେ 7,130 ପିଲାଙ୍କୁ ଆମେ ଉଚ୍ଚଶିକ୍ଷା ପାଇଁ ସହାୟତା ଦେଇଛୁ। ଏଥିରେ OS ପାଇଯାଇଛନ୍ତି ଏବଂ 4 ଜଣ ଡକ୍ଟର ହୋଇଛନ୍ତି। IIT ନାଇଜର, NIT ରାଉରକେଲା ଏସବୁ ପିଲା ପଢ଼ୁଛନ୍ତି। ଆଉ ମେଡ଼ିକାଲ କ୍ଷେତ୍ରରେ ମଧ୍ୟ ଯେତେବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନଥିଲା ସେତେବେଳେ ମଧ୍ୟ ଫ୍ରି ହାର୍ଟ ଅପରେସନ୍ 564 ଜଣଙ୍କୁ ଫ୍ରି ହାର୍ଟ ଅପରେସନ୍ କରାଇଥିଲୁ ଏବଂ 3,519 ଜଣଙ୍କୁ ସେତେବେଳେ ଆଖି ଅପରେସନ୍ କରିଥିଲୁ ଏବଂ ମଧ୍ୟ ସେଟା କଣ୍ଟିନ୍ୟୁ ହେଉଛି। ଯେହେତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼, ଆୟୁଷ୍ମାନ କାର୍ଡ଼ ଏସବୁ ବାହାରି ପଡ଼ିଲା, ତେଣୁ ଆମର ଏଥିରେ ଆବଶ୍ୟକତା ପଡ଼ୁନାହିଁ। କିନ୍ତୁ ସମାଜ ପାଇଁ ଏ କାର୍ଯ୍ୟ ମଧ୍ୟ ଆମର ଦେଖନ୍ତୁ, ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଯେଉଁ ଆଜି କାର୍ଯ୍ୟକ୍ରମଟି ହେଉଛି ଇଏ ଗୋଟେ ମୁଁ ଭାବୁଛି ସାରା ଓଡ଼ିଶା ପାଇଁ ଗୋଟେ ଆଦର୍ଶ କାର୍ଯ୍ୟକ୍ରମ। କାରଣ ସନ୍ତୋଷ ବାବୁ ଗଲା 12 ବର୍ଷ ଧରି ଯେଉଁ ଭଳିଆ ଭାବରେ ପିଲାମାନଙ୍କ ଭିତରେ ପ୍ରତିଭାକୁ ଖୋଜି ବାହାର କରିବା, ପ୍ରତିଭା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କ ଉତ୍ସାହ ଏବଂ ସେମାନଙ୍କ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ କରିବା ଦିଗରେ ଯେଉଁ ନିଷ୍ଠାପର ଭାବରେ ପ୍ରଚେଷ୍ଟା ଜାରି ରଖିଛନ୍ତି, ସେହି ହିସାବରେ ଆଜି ମଧ୍ୟ ଏଠି ହେଇଥିଲା ଯେଉଁ ପ୍ରତିଯୋଗିତା ହେଇଥିଲା ଏବଂ ଏହି ଧାରା ଗୋଟେ ନିଶ୍ଚିତ ଭାବରେ ଅତି ପ୍ରଶଂସନୀୟ ଧାରା ଏବଂ ରାଜ୍ୟର ଅନ୍ୟମାନଙ୍କୁ ଏଥିରେ ଅନୁପ୍ରାଣିତ କରିବା ଉଚିତ। ଏବଂ ସିଏ କେବଳ ସେତିକି ନୁହେଁ, କେବଳ ମେଧା ଶକ୍ତିର ବିକାଶ କରୁନାହାନ୍ତି, ସେ ସବୁବେଳେ ଗୋଟେ ଜନସେବାରେ ଗୋଟେ ଉତ୍ସର୍ଗୀକୃତ ପ୍ରତିଭା। ପ୍ରତିଟି ମୁହୂର୍ତ୍ତ ସେ ଲୋକଙ୍କ ଭଲ ପାଇଁ ଏବଂ ଅସହାୟ ରୋଗୀ କେଉଁଠି ଅଛନ୍ତି ଏବଂ କେଉଁ ଭଳିଆ ଭାବରେ ଯେଉଁମାନେ ଦାରିଦ୍ର୍ୟ ନିପୀଡ଼ିତ ଲୋକ ସମସ୍ତ
गोटे सहायतार हाथ बढ़ाती तेणु संतोष बाबू जड़े से केते दूर अन्य दिगरे सफल सी अलग कथा कि यहीटा कह जड़े निष्ठापर जनसेवी जड़े समर्पित जनसेवक जी कि प्रति मुहूर्त से जनसेवार निजक उत्सर्ग कर पिलामानंकपाई विभिन्न वर्गर पिलामानंकु से निश्चित भाव में सबु बेले प्रेरणा दौरान सहायतार हाथ बढ़ाऊँच एवं सेमानक भितरे जो प्रतिभार अन्वेषण करी सेमानकु उत्साहित और प्रोत्साहित। मु आज्ञा मोहम्मद इमामुद्दीन जड़े आईनजीवी जहा हो विगत दिनरू आमे गोटे प्रतिभाशील व्यक्ति गोटे अनुष्ठान आमे तांको कार्यकलाप देखि आसुलु जाओ आज गोटे सुवर्ण सुजोग मिलला मत निमंत्रण पत्र देइथिबारु मु आसिक तांको धन्यवाद देली एवं देखिली जहा जे विगत दिनरू जो नेतृत्व नौथुवा व्यक्ति माने तांकर नेतृत्व नहीं आसुचंती ये भी जड़े नेतृत्व नहीं व्यक्ति एवं विगत दिन में जटणी निर्वाचन मंडल जटणीर विधायक भाव में कांग्रेस तरफ प्रार्थित्व करथिले एवं बहु मात्रा रे भोट पाइथिले। मु पाइबार कारण किसी बुझीपारि ना मु जानवा चाहिए जे प्रकृत घटनाटी कौन किंतु आज आसिक ये देखुची जे प्रकृत घटनाटी है ये जड़े निजे डॉक्टरेट एवं जड़े आईनजीवी एवं डॉक्टरेट एवं आईनजीवी यांकर जो कार्यकलाप देखिली या नेतृत्वटा विशाल या विषय में आम वर्णना कले बहुत समय लगे एवं शिक्षा भितर शिक्षा कला संस्कृति तांको भितर गोटे प्रतिभा तैयारी करछंती जो प्रतिभा विगत दिन 25 वर्ष आम बीजेडी शासन में देखीलु से कर नथिले एवं एबे जो बीजेपी शासन अच्छी से भी तार दृष्टि आकर्षण करें जो कि ये जड़े व्यक्ति ओडिशार नेतृत्व नौथुवा व्यक्ति भितर में जड़े अतुल्य हम ना कहवाक गले जहा हो आमे गर्वित जटणी माटी रे जटणीर जड़े जटणी प्रति आंतरिकता रखिथिबा गोटे भद्र एवं सुस्थ समाजर सामाजिक न्याय चिंता करुवा व्यक्ति डॉक्टर संतोष जेना महोदय को मु अशेष अशेष धन्यवाद दूची कारण विगत दिन में जितेबाला कोरोना समय रे समस्ते बाड़ी कबाट बंद करी निज घरे बसुले हजार हजार लोकों घर को जाइकी दाना देइचंती एवं जार सुविधा असुविधा थिला तांको सहयोग करचंती आर्थिक हो बा तांकर असुस्थ हो सही परि भाव में मेडिसिन हो बा अन्यान्य जदि कहार हार्ट ऑपरेशन है तांको हेल्थ कार्ड पाइबा पूर्वरु जो माने असहाय थिले तांको पई डॉक्टर संतोष जेना महोदय साहाय्यकारी व्यक्ति थिले एवं बहु लोकों को निजस्व पांठिरु तांकर हार्ट ऑपरेशन करचंती आखि ऑपरेशन करचंती कोनोसी गरीब गुरुबा पिला माने पाठ पढ़िबा पई असुस्थ होबा पई बा अक्षम होबा पई चेष्टा करा चिंता करुवा समय रे से समय रे डॉक्टर संतोष जेना तांको पई गोटे प्रतिभा हेतिले एवं बहु पिला जेई नीट बड़ बड़ जो संस्था रे पाइचंती आज की मु जहाँ शुणा पाइली पाखापाखि 7,000 रु ऊर्ध छात्र छात्री मैंने द्वारा उपकृत हो बहु बड़ भल भल संगठन मानक संस्था मानक चाकरी करी निजर परिवार प्रतिपोषण करुँच तेणु तांको विषय आउ विशेष कहवाटा ठीक हम ना से विषय चिंता करवा विषय चिंता कला भाया पढ़ला भाया आमको बहुत समय लगे कहीं से विराट काय मनीष से डॉक्टर संतोष जेना गोटे अनुष्ठान अनुष्ठान विषय रे मु अल्प निमित मात्र और निमित शब्द मध्य कही धन्यवाद कहूँ। नमस्कार।